ଖ୍ରୀଷ୍ଟିଆନ ପିଲାମାନଙ୍କୁ ମାଇନରିଟି ଖ୍ରୀଷ୍ଟିଆନ ଲୋକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବିଧାନସଭାର ମଧ୍ୟ କହିଛି। ଆଉ ଗୋଟେ କଥା, ମୁଁ ପୁଲିସ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେବି। ସ୍ୱଳ୍ପ ସମୟ ମତେ ସମୟ ଦେଇଛନ୍ତି, ସେଥିପାଇଁ ମୁଁ ସର୍ଟକଟ୍ରେ ଛାଡ଼ିବାକୁ ଚାହୁଁଛି। ପୁଲିସ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବି, କାହାର ନାଁ ନେଇକରି ମଧ୍ୟ ବକ୍ତବ୍ୟ କରିବାକୁ ଚାହୁଁନି, କିନ୍ତୁ ବିଧାୟକ ଭାବରେ ଯାହା କର୍ତ୍ତବ୍ୟ ନିଷ୍ଠାର ସହିତ କରିବା କଥା, ଗୋଟେ ମିନିଟ୍ରେ ଯେତେବେଳେ ମତେ ଫୋନ୍ ଆସିଲା ତତ୍କାଳୀନ ସେଇ କାର୍ଯ୍ୟକ୍ରମରେ ନିଏ ଲାଗୁଥିବା ଅଞ୍ଚଳରେ ତାକୁ ନିଏ ବୋଲି କହିବା ପାଇଁ କାର୍ଯ୍ୟକ୍ରମ କରାଗଲା। ଏ ଆପଣମାନଙ୍କର ବିଧାୟକର କାମ। ଯଦି ଏଇଟା ମୋ କୌଣସି ସ୍ଥାନରେ ବା କହିଲେ ଯେଉଁମାନେ ଆପଣମାନେ ଜାଣୁଥିବେ ଜାଣିପାରିବେ। ତେଣୁ ବନ୍ଧୁଗଣ, ଏବେ 14 ତାରିଖ ଦିନ ଦିଲ୍ଲୀ ଯାତ୍ରା କରିଥିଲି ଏବଂ ଦିଲ୍ଲୀରେ ମଧ୍ୟ 14 ତାରିଖ ଦିନ ଆମର ଗୋଟେ ମହାପ୍ରଳୟର କାର୍ଯ୍ୟକ୍ରମ ଥିଲା। ସେଇଠି ମଧ୍ୟ ମୁଁ ଯୋଗ ଦେଇଥିଲି। এই ଗୋଟେ ବାର୍ତ୍ତା ସାରା ଦେଶରେ, ସାରା କୋଡ଼ିଏ ଅନୁକୋଡ଼ିରେ ଗୋଟେ ବାର୍ତ୍ତା ଆସୁ, ପ୍ରେମର ଭାଇଚାରାଟାକୁ କୁଆଡ଼େ ହଜେଇ ଦେବାକୁ ଚେଷ୍ଟା କରୁଛନ୍ତି, ତାକୁ ଆମେ ଜଗିବାକୁ ପଡ଼ିବ। ତେଣୁ ଯୀଶୁ ସାରା ଏହା ପୂର୍ବରୁ ବକ୍ତାମାନେ କହିସାରିଛନ୍ତି ଯେ କେବଳ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ ନାହିଁ, ସାରା ପୃଥିବୀରେ ଯେତେ ମନୁଷ୍ୟ, ଯେତେ ଜୀବଜନ୍ତୁ, କୀଟ ପତଙ୍ଗଠୁ ଆରମ୍ଭ କରି ସମସ୍ତଙ୍କୁ ପ୍ରେମର ବାର୍ତ୍ତା ଦେବା ପାଇଁ ପ୍ରଭୁ ଯୀଶୁ ନେଇଥିଲେ। ଏ ଦ୍ୱାରା ପ୍ରଭୁ ଯୀଶୁଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ଆପଣମାନେ ମଧ୍ୟ ଧୈର୍ଯ୍ୟର ସହିତ ରୁହନ୍ତୁ। ସମୟ କାଳ ପରିସ୍ଥିତିକୁ ନେଇକରି ଆମେ ସଜାଗ ରହିବା ଦରକାର। नमस्कार प्रिय बंधुगण, आपण प्रत्येक को आउ गोटे भिडियो को स्वागत करुच्ची। जितेबाला भिडियो मु देखुली मु भावुली सतरे समस्त नेता मंत्री विधायक जिते भी अच्छा समस्त चिंताधारा एमती हुआ कि जिते पुलिस प्रशासन अच्छा समस्त चिंताधारा एमती हुआ कि तेज केते बढ़िया हाँ ठीक आप कहतु कौन भल हाँ ना? बिल्कुल भल हाँ। एठी आपण माने जहाँ को देखिले तांको नाम होची दशरथ गमांग। दशरथ गमांग तांको डका जाइची एक प्री ख्रिस्टमास पालन करने उद्देश्य रे तांको डका होईची अतिथि रूप में। एवं से कहउचंती से कौन करिचंती विधानसभा रे से एक कथाटा को मध्य पकईचंती जे आमर ख्रिस्टियन भाई भनी मानक उपरे जो अनावश्यक ताड़ना सब होची, जो अत्याचार होची, एटा को यथाशीघ्र बंद करा जाओ बोली। तेणु एटा केते बड़ खुशीर खबर प्रिय बंधुगण। तेबे मोर चिंताधारा एया जे समस्तंकर चिंताधारा एमती जदि हुआ तबे केते बढ़िया हुआ। तेबे जदि समस्तंकर चिंताधारा एमती हुआ ए देश रे शांति निश्चय बजाय होगी रुहंता। आउ आजिकाल देखंतु आजिर समाज रे दंगा चली, धर्म धर्म भितर लड़ाई चली, मुसलमान हिंदू किंबा ख्रिस्टियन हिंदू बजरंग दल माने एमानक मध्य कौन चली आजिकल लड़ाई चली। समस्त चाहते निज निज धर्म को ऊपर रखापी। आरएसएस बजरंग चाहते जे आम धर्म उपरे रहू, आम धर्म छड़ा माने अन्य कौन धर्म बड़ ही ना, आमर सनातन धर्म सबुठार बड़ धर्म। किंतु यही कथा को समस्त ग्रहण करेंगे कि बिल्कुल नुहे। आउ आरएसएस बजरंग दल बा ख्रिस्टियन विरोधी माने जोटा दाबी कर सनातन धर्म सबुठ बड़ धर्म, यहीटा भी चिंता करवा किंबा घोषणा करवाटा भी भूल विषय अटे। कारण यहाँ हूँ आम भारत देश। भारत देश रे नियम अच्छी, कानून अच्छी, विशेष करिक आमर भारत वर्ष रे संविधान अच्छी। संविधान सबु धर्म को समान भाव देखाई। तेणु एमती किसी
ଅଯୋଗ୍ୟ ଅଶିକ୍ଷିତ ଲୋକମାନେ ଅଛନ୍ତି, ଯେଉଁମାନେ କି ଭାବନ୍ତି ସେମାନେ କି ସମ୍ବିଧାନ କ'ଣ ସେମାନଙ୍କୁ ଜଣା ନାହିଁ, ସମ୍ବିଧାନର ଧାରା କ'ଣ କହେ ଜଣା ନାହିଁ, ଧର୍ମ ବିଷୟରେ ସମ୍ବିଧାନ କ'ଣ ଅଧିକାର ଦେଇଛି କ'ଣ ନ ଦେଇଛି ସେଇଟା ଏମାନଙ୍କୁ ଜଣା ନାହିଁ। ମାନେ ଏମାନେ ଖାଲି କଲା ମାନେ ଏମାନଙ୍କ ପାଟିରୁ ଖାଲି ଯୀଶୁଙ୍କ ବିରୁଦ୍ଧରେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କଥା ଗୁଡ଼ିକ ବାହାରିବ। ହଁ ପ୍ରିୟ ବନ୍ଧୁ, କ'ଣ ଏମାନେ ଖାଲି ପାଟି ଖାଲି ମେଲା କରିଦେଲା ମାନେ ଖାଲି ଯୀଶୁଙ୍କ ବିରୁଦ୍ଧରେ ଏବଂ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କଥା ବାହାରିବ ଯେ ଆମ ଧର୍ମ ବଡ଼, ଆଉ ସେଥିପାଇଁ ଅନ୍ୟ କୌଣସି ଧର୍ମ ବଡ଼ ନାହିଁ, ସନାତନ ଧର୍ମ ସବୁଠୁ ବଡ଼ ଧର୍ମ, ସବୁଠୁ ଉପରେ। ତେବେ ପ୍ରିୟ ବନ୍ଧୁଗଣ, ଏମିତି କିଛି ମୂର୍ଖ ଲୋକମାନେ, କିଛି ନାହିଁ ବହୁତ ଅଛନ୍ତି ମୂର୍ଖ ଲୋକମାନେ ଏମିତି ଦୁନିଆରେ ଅଛନ୍ତି। ଆମର ଭାରତବର୍ଷରେ ତ ବେଶୀ ଅଛନ୍ତି, ଓଡ଼ିଶାକୁ ବି ଆପଣ କମ୍ କୁହନ୍ତୁନି, ଏମିତି ଅଛନ୍ତି। ବିଭିନ୍ନ ଜାଗାରେ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି। କିନ୍ତୁ ପ୍ରିୟ ବନ୍ଧୁଗଣ, କିନ୍ତୁ ଏମିତି ଚିନ୍ତାଧାରା ରଖୁଥିବା ଲୋକମାନେ ବହୁତ କମ୍ ଅଛନ୍ତି। ଖ୍ରୀଷ୍ଟିଆନ ବିରୋଧୀ ଆପଣଙ୍କୁ ବହୁତ ମିଳିଯିବେ, କିନ୍ତୁ ଖ୍ରୀଷ୍ଟିଆନିଟିକୁ ସପୋର୍ଟ କରିକି କଥା ହେବା ଲୋକ, ନେତା କିମ୍ବା ମନ୍ତ୍ରୀ ଆପଣଙ୍କୁ ବହୁତ କମ୍ ମିଳିବେ। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଦଶରଥ ଗମାଙ୍ଗ, ଆଉ ଯିଏକି ନିଜର ସ୍ପିଚ୍ରେ ସେ ସମସ୍ତଙ୍କ ସାମ୍ନାରେ ସେ ପ୍ରତିଜ୍ଞା କରୁଅଛନ୍ତି। ତାଙ୍କର ଗୋଟିଏ ପ୍ରତିଜ୍ଞା ଯେ ମୁଁ କ'ଣ କରିବି, ଖ୍ରୀଷ୍ଟିଆନ ଲୋକମାନଙ୍କୁ ସୁରକ୍ଷା ଦେବି। କାରଣ ନେତା ମନ୍ତ୍ରୀମାନଙ୍କୁ ଏମାନଙ୍କୁ ବି ଜଣା ଆମର ଖ୍ରୀଷ୍ଟୀୟ ସମାଜ ବିପଦରେ ଅଛନ୍ତି, ଖ୍ରୀଷ୍ଟିଆନିଟି ବର୍ତ୍ତମାନ ବିପଦରେ ଅଛି ବୋଲି ସେମାନଙ୍କୁ ବି ଜଣା। କିନ୍ତୁ ଦେଖନ୍ତୁ, ଆଶ୍ଚର୍ଯ୍ୟର କଥା ହେଉଛି ଧର୍ମ ବିପଦରେ ଅଛି ବୋଲି ଖ୍ରୀଷ୍ଟିଆନମାନେ ନୁହନ୍ତି, ହିନ୍ଦୁ ଲୋକମାନେ ବା ଆପଣ କହିପାରିବେ ଖ୍ରୀଷ୍ଟିଆନ ବିରୋଧୀମାନେ, ହିନ୍ଦୁ ମୁଁ କହିବି ନାହିଁ, ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ କହି ବୁଲନ୍ତି ଯେ ଆମର ହିନ୍ଦୁ ଧର୍ମ ବିପଦରେ ଅଛି। ଯଦି ଆପଣ ଦେଖନ୍ତୁ ପରସେଣ୍ଟେଜ, ଆମର ଖ୍ରୀଷ୍ଟିଆନମାନଙ୍କର ପରସେଣ୍ଟେଜ ହେଉଛି 8%, 7/8। ଆଉ ଅନ୍ୟାନ୍ୟ ଧର୍ମର ଲୋକମାନେ ଯଦି ମିଶିବେ ତେବେ ଖ୍ରୀଷ୍ଟିଆନିଟିକୁ ମିଶାଇକି ଆପଣ ଦେଖିବେ 20 କି 25% ଅନ୍ୟ ଧର୍ମର ଲୋକମାନେ ଅଛନ୍ତି। କିନ୍ତୁ କମ୍ ସେ କମ୍ 75% ମାନେ 75% ହିନ୍ଦୁ ଲୋକମାନେ ଆମର ଭାରତ ଦେଶରେ ବାସ କରନ୍ତି। ତଥାପି ବିରୋଧୀମାନଙ୍କର ଭୟ ହିନ୍ଦୁ ଧର୍ମ ବିପଦରେ ଅଛି। କିନ୍ତୁ ଦେଖନ୍ତୁ ଆମର ଖ୍ରୀଷ୍ଟିଆନିଟିମାନଙ୍କର ସଂଖ୍ୟା କେତେ? ମୁଁ ଯେଉଁ କହିଲି 7/8। ତଥାପି ଖ୍ରୀଷ୍ଟିଆନମାନେ କେବେ ବିଚଳିତ ହେବା ଆପଣ ଦେଖିଛନ୍ତି ଯେ ଖ୍ରୀଷ୍ଟିଆନମାନେ ବିପଦରେ ଅଛନ୍ତି? ବିଲକୁଲ ନୁହେଁ, ବିଚଳିତ ହେବେନି। କିନ୍ତୁ ଖ୍ରୀଷ୍ଟିଆନିଟି ବିପଦରେ ଅଛି, କିନ୍ତୁ ଖ୍ରୀଷ୍ଟିଆନ ଲୋକମାନେ ବିଚଳିତ ହେଉନାହାନ୍ତି। ଏକଥା କେଉଁମାନେ ଦେଖୁଛନ୍ତି? ଏମିତି ନେତା ମନ୍ତ୍ରୀମାନଙ୍କର ନଜରକୁ ଆସିଛି ଯେ ଖ୍ରୀଷ୍ଟିଆନିଟି ବିପଦରେ ଅଛି। ସେଥିପାଇଁ ସେମାନେ ସର୍ବସାଧାରଣରେ ସେମାନେ ଡିକ୍ଲେୟାର କରୁଛନ୍ତି, କ'ଣ ଡିକ୍ଲେୟାର କରୁଛନ୍ତି? ଯେ ଖ୍ରୀଷ୍ଟିଆନିଟିକୁ ଆମେ ସୁରକ୍ଷା ଦେବୁ। ସମସ୍ତ ନମସ୍କାର ପ୍ରିୟ ବନ୍ଧୁଗଣ। ତେଣୁ ପ୍ରାର୍ଥନା କରନ୍ତୁ ଏମିତି ନେତା ମନ୍ତ୍ରୀ ଆହୁରି ହୁଅନ୍ତୁ ଆମର ଭାରତବର୍ଷରେ, ଯେଉଁମାନେ କି ଆମର ଖ୍ରୀଷ୍ଟିଆନିଟିକୁ ସପୋର୍ଟ କରିବେ। କିଛି ଅଛନ୍ତି ସପୋର୍ଟ କରୁଛନ୍ତି, ଆହୁରି ବି ଅନେକ ବ୍ୟକ୍ତିଙ୍କର ଆବଶ୍ୟକତା ରହିଅଛି। ଏମିତି ଲୋକମାନଙ୍କର ଆବଶ୍ୟକତା ଅଛି। ନମସ୍କାର ପ୍ରିୟ ବନ୍ଧୁଗଣ, ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।